गणेशाय नमः। माघ महात्म्य विंश अध्याय। श्री भगवान उवाच कहन्ति प्रभु ऋषिकेश शुणौ उद्धव दिव्य रस सिंधु पसिंधु कुमारी गला जे तिलोत्तमा नारी मदन गला तार तुले रेवा तीर्थ रे जाए हेले रथु ओह्लाइबे निजल सधीरे करन्ति गमन अशोक बनरे मिलिले जावत कथा न भासिले सधीरे कहई मदन भोकन्या शुण मो वचन एठारे बसी थाओ तुही वीणा बजाई गीत गाई आलाप करी गीत रस मनरे होइन हरस नकर मने भय किछि मुहि तो एही बने अछि एमन्ते गला पंचबाण रहिला गुपत होइन भला से बनर महिमा किय बा देबाटी उपमा इंद्रर रम्य स्थान गोटी किसे नंदन बन एटी एबे अटई मधुमास बसंत ऋतु परवेश सुबास घेनेण समीर बहु छई धीर धीर भासंती सुख सारी मान कोकिल राबे घन घन सुख पक्षी एक मेले राब दियंती मुख भोले फल भारे तरुबरे लोटु अटंती से भूमि रे पासे बहुछि रेवा नदी पाताल पुरी जाए भेदी सेवन मध्य तिलोत्तमा एकांते बसी अछि बामा सानंदे देवी जंत्र बाई अति सुस्वरे गीत गाई कंठता वीणारु अधिक मोहि पारिब ध्रुव लोक कोकिल बाणी शुणी तीर लाजे पशिला वन घोर नेत्र को हारिला कमल पाई से बुड़िला कजल मुख देखिण इंदु गला 2 लक्ष योजने रहिला ताहार केश देखि करी अरण्ये पशिला चामरी शुद्ध सुवर्ण जिणी कांति बिजुली सम झटकंती उरज गज कुंभ प्राय मातंग फल सरी नहे कटिता देखिण केसरी बनरे पशिला कहारी चालिबा गति देखि गज सेहि पाइला बड़ लाज तेणुटी पशिला बनस्ते आउ कहिबा पुणी केते विशेष स्वर्गर नायिका अरण्ये पशिला कएका चाहिबा भंगी देखि तार काष्ठ पाषाण जर जर देखिबी धातांकर कृत्य सिंधु पसिंधुर दूत मृगया अर्थे आसीथिले कन्या को अजोगे देखिले रूपनी रेखिबे निडोले पड़िले अचेतन भोले पुणी ही पाइले चेतना बोइले धन्य हे अंगना बाबुए अपूर्व सुंदरी बिहि गढ़िला जत्न करी बहुत सुर मुनि माने
ଯଦ୍ୟପି ଦେଖିଲେ ନୟନେ ରୂପନି ରେଖିବେନି ଡୋଳେ ମୋହେ ପଡ଼ିବେ ଭୂମି ତଳେ କାମେ ହୋଇବେ ଅସାଷ୍ଟମ ଯୋଗ ସମାଧି ହେବ ଭ୍ରମ ଏସନ ବିଚାରି ସେ ମନେ ଧାଇଣ ଗଲେ ତତକ୍ଷଣେ ସିନ୍ଧୁ ପସିନ୍ଧୁର ଆଗେ ଯାଇ କହିଲେ ଅତି ବେଗେ ଭୋଦେବ ସାବଧାନେ ଶୁଣ କଥାଏ ଅଇଲୁ ଦେଖିଣ ରୂପକୁ ଚାହିଁ ପଟାନ୍ତର ହେଳେ ମୋହୁଛି ତିନି ପୁର ରୁଦ୍ର ସଙ୍ଗତେ ଯେତେ ଦେବେ ରୂପ ଦେଖିଣ ବଣା ହେବେ ତିନି ଭୁବନେ ଯେତେ ବାମା ତା ସଙ୍ଗେ ନହିଲେ ଉପମା ଯେ ତାର ଚୁମ୍ବିବ ଧର ଧନ୍ୟ ତାହାର କଳେ ବର କୋଳେ ଯେ ତାକୁ ବସାଇବ ପୁରୁଷ ମଧ୍ୟ ଗଣ୍ୟ ହେବ ତାପାସେ ଦିନ ଯେବେ ହରି ନୋହିବ ଇନ୍ଦ୍ରପଦ ସରି ଭୋଦେବ ବିଳମ୍ବନ କର ସେ କନ୍ୟା ଆଣ ତୁମ୍ଭପୁର ହେଳାନ କରିବେ गे ଆସ ସୁନ୍ଦରୀ ସଙ୍ଗତେ ବିଳସ ଶୁଣି ସାନନ୍ଦ ବେନି ଦୈତ୍ୟ ଯିବାକୁ ଦବେ ଗଚିତ ତକ୍ଷଣେ ହୋଇଲେ କସଜ ଚଳିଲେ ମହାମତ ଗଜ ଗଦାଏ ଗଦାଏ ଧଇଲେ ବାହାର ଦୁଇ ଭାଇ ହେଲେ ଗଦାଏ ସତେ ଭାର ଲୁହା ନିର୍ମାଣିଛନ୍ତି ଧାତା ତାହା ତେଜେ କି ଜିଣଇ ଅନଳ ଐରି କୂଳକୁ ସେ କାଳ ଶୁଣି ଉଦ୍ଧବ ଯୋଡ଼ି କର ବୋଲଇ ପ୍ରଭୁ ଚକ୍ରଧର ଏ ଗଦା କେଉଁଠାରେ ଥିଲା ପୁଣି ଦୈତ୍ୟଙ୍କୁ କିଏ ଦେଲା ଫେଡ଼ିଣ କହ ମୋ ଆଗରେ ସନ୍ଦେହ ନ ରହୁ ମନରେ ଉଦ୍ଧବ ପଚାରିବା କଥା କହନ୍ତି ଶୁଣ ବିଶ୍ୱପିତା ଦିନେ ଯେ ବିଜେ କଲେ ହର ମିଳିଲେ ବ୍ରହ୍ମାଙ୍କର ଘର ଦେଖି ସାନନ୍ଦ କୁଶଧାରୀ ଶିବଙ୍କୁ ବହୁ ପୂଜା କରି କୁଶଳ ପୁଛା ପୁଛି ହେଲେ ଯାବତ କଥା ହିଁ ଭାଳିଲେ ଅତି ସାନନ୍ଦ ଧାତା ହୋଇ ଶିବକୁ ଦେଲେ ଗଦା ଦୁଇ ବୋଇଲେ ନିଅ ଗଦା ବେନି ଏ ଶସ୍ତ୍ର କରେ ଥିବ ଘେରି ଯାହାକୁ ପ୍ରହାର କରିବେ ଯମ ହିଁ ହୋଇଲେ ମରିବେ ଦେବତା ଦାନବ ମାନବେ ଏ ଗଦା ମାରିଲେ ମରିବେ ଏତେ କହିଣ ଚଉମାଥ ଆୟୁଧ ଦେଲେ ଶିବ ହସ୍ତ ସାନନ୍ଦ ମନେ ଶୂଳଧର ଗଦା ଧଇଲେ ନିଜ କର ଏମନ୍ତେ କେତେ କାଳ ଅନ୍ତେ ଜନମ ହୋଇଲେ ଦଇତେ ନାମତା ସିନ୍ଧୁ ଉପସିନ୍ଧୁ ଶୋଷି ପାରନ୍ତି ସାତ ସିନ୍ଧୁ ସେବେନି ବୀରେ ତପ କରି ସେବାରେ ପୂଜି ଶୂଳଧାରୀ ପ୍ରସନ୍ନ ହୋଇ ଶୂଳଧର ବୋଇଲେ ଆରେ ଘେନ ବର ତ୍ରୈଲୋକ୍ୟ କ୍ଷୟ ହୋଇବ କାହାରି ହାତେ ନ ମରିବ ହେଳେ ଜିଣିବ ପୁର ତିନି ଆବରଣୀୟ ଗଦା ବେନି ଏସନ ବୋଲି ଶସ୍ତ୍ର ଦେଲେ ଆହୁରି କଥାଏ କହିଲେ
ବୋଇଲେ ଶୁଣ ଆରେ ତତ, ଜୀବନ କାଳେ ତୁମ୍ଭେ ମୃତ। କଳି କରିବ ଭାଇ ବେନି, ଯୁଦ୍ଧ ହୋଇବ ଅନ୍ୟନି। ତେବେ ସେ ହରାଇବ ପ୍ରାଣ, ଏକଥା ଅଟଇ ପ୍ରମାଣ। ଏମନ୍ତ ବୋଲି ଗଲେ ଶିବ, ସେଠାରୁ ଅଇଲେ ଦାନବ। ଈଶ୍ୱର ବରର ପ୍ରମାଦେ, ପୃଥ୍ୱୀ ସାଧିଲେ ଅପ୍ରମାଦେ। ନିଶ୍ଚିନ୍ତ ହୋଇ ନ ରହିଲେ, ଅନେକ ସୁଖ ଭୋଗ କଲେ। ଦେବତା ମାନଙ୍କ କପଟେ, ଏବେ ଯେ ମରିବେ ନିକଟେ। ବାରତା ତାର ମୁଖୁ ଶୁଣି, ବାହାର ହେଲେ ସେହି କ୍ଷଣି। ଦୁହେଁ ସେ ଗଦା ବର ଧରି, ହସ୍ତି କନ୍ଧରେ ବିଜେ କରି। ସଙ୍ଗରେ ସୈନ୍ୟ ଅପ୍ରମିତ, ଆବର ପାତ୍ର ଯେ ଅମାତ୍ୟ। ଡଗର କଢ଼ାଇଲା ବାଟ, ମିଳିଲେ ରେ ବାର ନିକଟ। ଅଶୋକ ବିପିନରେ ମିଳି, ଦେଖିଲେ ବସିଅଛି ବାଳି। ରୂପ ଦେଖିଣ ବେନି ଭ୍ରାତ, ମଦନେ ହୋଇଲେ ଆରତ। ହସ୍ତି କକ୍ଷରୁ ଓହ୍ଲାଇଲେ, କନ୍ୟାର ସନ୍ନିଧେ ମିଳିଲେ। ଅତି କୋମଳ ମଞ୍ଜୁ ବାଣୀ, କନ୍ୟାକୁ ପଚାରିଲେ ପୁଣି। ଭୋ କନ୍ୟା କାହୁଁ ତୁ ଅଇଲୁ, କେବଳ ଭୁବନେ ତୁ ଥିଲୁ। ଏକାନ୍ତେ ବସିଲୁ କିମ୍ପାଇଁ, ସ୍ୱରୂପ କହ ଚନ୍ଦ୍ରମୋହି। ହସିଣ ବୋଇଲେ ସୁନ୍ଦରୀ, ମୁଁ ଯେ ସ୍ୱର୍ଗର ଅପସରୀ। ତାତ ଜନନୀ ମୋର ନାହିଁ, ଅଜନୀ ସମ୍ଭୂତା ଅଟଇ। ଧର୍ମ ପିୟର ମୋର ବ୍ରହ୍ମା, ନାମ ମୋହର ତିଳୋତ୍ତମା। ମୋହର ଦେହ ଅନୁରୂପେ, ବରନ ହେଲେ ଯହୁଁ ମତେ। ତେଣୁ ନ କଲେ ମୋତେ ବିଭା, ଏବେ ବୟସେ ନବ ଯୁବା। ଏକାଳେ ପତି ସଙ୍ଗ ନାହିଁ, ଇଚ୍ଛାରେ ଆସିଅଛି ମୋହି। ରେବାରେ ସ୍ନାନ ନିମନ୍ତେ, ତେଣୁ ମୁଁ ଅଇଲଇ ଏଥେ। ଶୁଣି ବୋଲନ୍ତି ବେନି ଭାଇ, ଆମ୍ଭ ଭାରି ଯାହୁଅ ତୁହି। ଆମ୍ଭେ ଯେ ବ୍ରହ୍ମାଣ୍ଡ ଈଶ୍ୱର, ହେଳେ ଜିଣିଲୁ ତିନି ପୁର। ଯେତେ ଅଛନ୍ତି ବୀର ହୋଇ, ଆମ୍ଭଙ୍କୁ ସରି ନୁହେଁ କେହି। ତୁ ଏବେ ଆମ୍ଭ ହସ୍ତ ଧର, ବିପୁଳ ସୁଖ ଭୋଗ କର। ସୁନ୍ଦରୀ ନ କହିଲା କଥା, ଲାଜେ ସେ ନୁଆଇଲା ମଥା। ସମ୍ମତ କଲା ପ୍ରାୟ ମଣି, ମନରେ ବିଚାରନ୍ତି ପୁଣି। ବୋଇଲେ ଜ୍ୟେଷ୍ଠ ଭ୍ରାତ ଚାହିଁ, ଏହାକୁ ବିଭା ହେବି ମୁହିଁ। ମୋହର ଭାରି ଯା ହୋଇବ, ଏକଥା ଅଟଇ ଦୁର୍ଲଭ। ଶୁଣି କନିଷ୍ଠ ଭ୍ରାତ ଭଣି, ମୋହର ହେଉ ଏ ଘରଣୀ। ତୋର ହୋଇବ ଭାଇ ବୋହୁ, ଲୋକେ ତୋ ନାମ ସାଧୁ ହେଉ। ତା ଶୁଣି ଜ୍ୟେଷ୍ଠ ଭ୍ରାତା ଚଳି, କୋପରେ ହୋଇଲା ପ୍ରଜଳି। ବୋଇଲେ ପାପିଷ୍ଠରେ ତୁହି, ଏକଥା ମନେ ନ ଯୋଗାଇ। ଆଶରେ ସଂଗ୍ରାମ କରିବା, ହାରିବା ଜିଣିବାକୁ ଯିବା। ଯେହୁ ଜିଣିବ କନ୍ୟା ତାର, ଏକଥା ଅଟଇ ବିଚାର। ସମ୍ମତ କଲେ ଭାଇ ବେନି,
ଦୁହେଁ ହୋଇଲେ ଅନାଅନି ଭୂମିରେ ପକାଇ ଆୟୁଧ ଆରମ୍ଭ କଲେ ମୁଷ୍ଟି ଯୁଦ୍ଧ ମାରନ୍ତି ବଜ୍ର ସମବିଧା ସ୍ୱର୍ଗରେ ଦେଖନ୍ତି ବିବୁଧା ମାରନ୍ତି ବଜ୍ର ସମବିଧା ସ୍ୱର୍ଗରେ ଦେଖନ୍ତି ବିବୁଧା ଦୁହେଁ ହୋଇଲେ ଧରା ଧରି ମୁଣ୍ଡ ମୁଣ୍ଡକୁ ମରାମରି ହିଆରେ ହିଆ ଲଗାଇଲେ ଦୁହେଁ ସେ ପେଲା ପେଲି ହେଲେ ଭୂମିରେ ଗଡ଼ା ଗଡ଼ି ହୁଅନ୍ତି ମୁଖ ଦର୍ଶନେ ବିଦାରନ୍ତି ଦେହ ଲାଗିଣ ଦୁହିଁଙ୍କର କାଷ୍ଠ ପାଷାଣ ହୁଅନ୍ତି ଚୂର ଶୋଣିତ ବହେ ଝର ଝର କରନ୍ତି ବିଚିତ୍ର ସମର କେହି କାହାକୁ ଊଣା ନୁହେଁ ଛାଡ଼ିଣ ଦୁହେଁ ଉଭା ହୋଇ ତକ୍ଷଣେ ଗଦା ଧରି କରେ ପୁଣି ଧାଇଁଲେ ରୋଷ ଭରେ ଶସ୍ତ୍ର ବୁଲାଇ ଅନ୍ତରାଳେ ପ୍ରହାର କଲେ ଏକାବେଳେ ଶିରେ ବାଜିଣ ଗଦା ଦଣ୍ଡ ଫାଟିଲା ଦୁହିଁଙ୍କର ମୁଣ୍ଡ ଉଚ୍ଚେ ଛାଡ଼ିଲେ ଘୋର ରଡ଼ି ପ୍ରାଣ ଛାଡ଼ିଲା ତଳେ ପଡ଼ି ତାହାଙ୍କ ପଡ଼ିବାର ଦେଖି ସୈନ୍ୟ ପଳାଇଲେ ଉପେକ୍ଷୀ ସ୍ୱର୍ଗେ ଦେଖିଣ ଦେବତାଏ ଆନନ୍ଦେ ହେଲେ ଜୟ ଜୟ ବ୍ରହ୍ମା ସହିତେ ଦେବଗଣ ବସିଣ ସଭା ମଣ୍ଡପେଣ ଗନ୍ଧର୍ବ ଯକ୍ଷ ବିଦ୍ୟାଧର ସାନନ୍ଦ ନୃତ୍ୟ ଗୀତ କର ହରସ ସବୁରିଙ୍କ ମତି ତିଳୋତ୍ତମାକୁ ପ୍ରଶସତି କହନ୍ତି ପ୍ରଭୁ ଭଗବାନ ହରସ ତିଳୋତ୍ତମା ମାନ ଯହୁଁ ପଡ଼ିଲେ ଦୈତ୍ୟ ବେନି ଉଶ୍ୱାସ ହୋଇଲା ମେଦିନୀ ତା ଦେଖି ତିଳୋତ୍ତମା ନାରୀ ରଥେ ବସିଲା ଶୀଘ୍ର କରି କନ୍ଦର୍ପ ତୋଟାରୁ ବାହାର ସଙ୍ଗରେ ବସିଲା ଗୋର ବିମାନ ଅନ୍ତରିକ୍ଷେ ଗଲା ଅମର ଭୁବନେ ମିଳିଲା ରଥ ଓହ୍ଲାଇବେ ନିଜନ ବ୍ରହ୍ମାଙ୍କୁ କଲେ ଦର୍ଶନ ପ୍ରଣାମ କଲେ ସତେ ବାର ସଧୀରେ କରନ୍ତି ଉତ୍ତର ଭୂଦେବ ପିତାମହ ଶୁଣ ମୋତେ ଯେ ପେଶିଲେ ଆପଣ ତୁମ୍ଭ ଆଜ୍ଞାରେ ମୁଁ ଯେ ଗଲି ଅଶୋକ ବିପିନେ ରହିଲି ବାରତା ପାଇଲେ ଅସୁରେ ଆସି ମିଳିଲେ ଧାତିକାରେ ମୋତେ ପୁଛିଲେ କୁଳ ଗୋତ୍ର ମୁଁ ତାଙ୍କୁ କହିଲି ଯାବତ ଶୁଣି ଆନନ୍ଦ ମନ ହେଲେ ଘରଣୀ କରିବୁ ବୋଇଲେ ସିନ୍ଧୁ ବୋଇଲେ ନେବି ମୁହିଁ ମୋର ଭାରି ଯା କରିବଇଁ ତା ଶୁଣି ଉପସିନ୍ଧୁ ଭଣୀ ମୋର ହେଉଏ ଘରଣୀ ଏସନେ ବୋଲି କଳି ହୋଇ ସଂଗ୍ରାମ କଲେ ବେନି ଭାଇ ବୋଇଲେ ଯେ ପାରିବ ଜିଣି ସେହି ଯେ କନ୍ୟା ନେବ ପୁଣି ଏମନ୍ତ ବୋଲି ଯୁଦ୍ଧ କଲେ ଗଦାଘାତରେ ଦୁହେଁ ମଲେ ଏବେ ସେ ଦେବ କାର୍ଯ୍ୟ ହେଲା ସବୁରି ଦୁଃଖ ନାଶ ଗଲା ତୁମ୍ଭଙ୍କୁ କହିବାର ପାଇଁ ତେଣୁ ମୁଁ ଅଇଲି ଗୋସାଇଁ ଶୁଣି ସନ୍ତୋଷ କୁଶଧାରୀ ସମସ୍ତେ ସାଧୁ ସାଧୁ କରି
ତିଳୋତ୍ତମାକୁ ଧାତା ନେଲେ, ଉତ୍ତମ ଦିବ୍ୟ ସ୍ଥାନ ଦେଲେ। ବୋଇଲେ ଏଠାବରେ ଥାଅ, ବିପୁଳ ସୁଖ ଭୋଗ ପାଅ। ଚନ୍ଦ୍ର ସୂର୍ଯ୍ୟଙ୍କ ଥିବା ଯାଏ, କୁଶଳେ ଥାଅ ମୋର ମାଏ। ଶୁଣି ରହିଲା ଅପସରି, ସର୍ବଦା ଦେବତନୁ ଧରି। ଆଜହୁଁ ଅଛି ସ୍ୱର୍ଗପୁରେ, ପୂଜା ପାଉଛି ତିନି ପୁରେ। ନାମତା ପୁରାଣେ ବଖାଣ, ଭାସନ୍ତି ପଣ୍ଡିତ ବ୍ରାହ୍ମଣ। ହସି ବୋଲନ୍ତି ଆଦି ମୂଳ, ମାଘ ସ୍ନାନରେ ଏତେ ଫଳ। ଶୁଣ ସୁଜନ ଜନମାନେ, ମୋ ଦୋଷ ନ ଘେନିବ ମନେ। ସଂସାରେ କୀର୍ତ୍ତି ଥିବା ପାଇଁ, ପୁରାଣେ ଗୀତ କଲି ମୁହିଁ। ସେ ଦୋଷ ନ ଧରିବ ମୋର, ଯାହା କହିଲେ ଚକ୍ରଧର। ସେ କଥା କେବେ ତୋହେ ଆନ, ଭଣେନ୍ଦ୍ର ସିଂହ ଦାସ ନାନ। ପାମର କୃଷ୍ଣ ଦାସ କହି, ହରି କରିବେ ମୋତେ ତ୍ରାହି। ଉଦ୍ଧବେ ଜଗନ୍ନାଥ କହେ, 166 ପଦ ହୁଏ। ଇତି ଶ୍ରୀ ମାଘ ମହାତ୍ମ୍ୟେ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ତିଳୋତ୍ତମାଗମନେ ସିନ୍ଧୁ ଉପସିନ୍ଧୁ ଦୈତ୍ୟନାଶନେ ନାମ ବିଂଶୋଧ୍ୟାୟ। ଏକବିଂଶ ଅଧ୍ୟାୟ। ବନ୍ଦଇ ଦେବୀ ସରସ୍ୱତୀ, ବିଷ୍ଣୁରଟୁ ତୁ ଯୁବତୀ। ଯେଣୁ ତୁ ଜଗତ ଜନନୀ, ନମସ୍ତେ ବ୍ରହ୍ମାଙ୍କ ନନ୍ଦିନୀ। ତୁ ଦେବୀ ଅଯୋନି ସମ୍ଭୂତ, ତୋତହୁଁ ଶାସ୍ତ୍ର ହେଲା ଜାତ। ଶରଦ ସମ୍ପୂର୍ଣ୍ଣ ଚନ୍ଦ୍ରମା, ମୁଖକୁ ନୁହଁ ଉପମା। ଭ୍ରୁଲତା ନିନ୍ଦଇ କାର୍ମୁକ, ମୋହୁଛି ତିନି ଲୋକ ଯାକ। ଚଞ୍ଚଳ ଚାରୁ ଏଲୋଚନ, ଅଣ୍ଡିର କୋକିଳ ବଚନ। ନାସିକା ତିଳ ଫୁଲ ଜିଣି, ଶୋଭିତ ମୁକୁତା ବସଣି। କୁନ୍ଦିଲା ହୀରା ପ୍ରାୟ ଦନ୍ତ, ଅଧର ବଧୂଲି ସଂଜାତ। କନେ ତାଡ଼କା ରତ୍ନ କାପ, ହରୁଛି ମୁନି ଜନ ଦର୍ପ। କଣ୍ଠେ ଶୋଭିତ ମୋତିହାର, ଭୂଷଣ ନାନା ଅଳଙ୍କାର। ଉରଜ ପ୍ରିୟ କୁମ୍ଭ ପ୍ରାଏ, ଝିନ ବସନ ଶୋଭା ପାଏ। ଶ୍ରୀଭୁଜେ ଶୋଭା ଶୋଭା ପାଏ, ଚୁଡ଼ି ହୀରା ମାଣିକ୍ୟ ତହିଁ ଜଡ଼ି। ଶ୍ରୀଭୁଜେ ଶୋଭା ପାଏ ଚୁଡ଼ି, ହୀରା ମାଣିକ୍ୟ ତହିଁ ଜଡ଼ି। ଜାତି କୁସୁମ ପ୍ରାୟ ଜ୍ୟୋତି, ଝଟକି ଶୋଭା ପାଏ ଅତି। ଉଲଟ ରମ୍ଭା ପ୍ରାୟ ଜାନୁ, ଅତି କୋମଳ ତାର ତନୁ। ସେ ଦେବୀ ଚରଣେ ନୂପୁର, ଶବଦ ଅତି ମନୋହର। ଶ୍ରୀହସ୍ତେ ବୀଣା ଯନ୍ତ୍ର ଧରି, ବିବିଧ ରୂପେ ଗାନ କରି। ତେଣୁ ମୋହିଲୁ ବିଷ୍ଣୁ ମନ, ତୋତେ ସନ୍ତୋଷ ଭଗବାନ। ମୁଁ ଏବେ ଜଣାଉଛି ତୋତେ, ଭୂମାତା କୃପା କର ମୋତେ। କହିବି ମାଘ ମହାତ୍ମ, ସଂସାରେ ଥିବ ମୋର ନାମ। ଶାରଦା ପାଦ ପଦ୍ମ ଧ୍ୟାଇ, ନୃସିଂହ ଦାବି ଶୁଣୁ କହି। ଉଦ୍ଧବ ବାଚ ଉଦ୍ଧବ ବେନି କର ଯୋଡ଼ି, କୃଷ୍ଣ ଚରଣ ତଳେ ପଡ଼ି। ବୋଲଇ ହୋଇ କୃତ କୃତ୍ୟ,
ଶୁଣ ହେ କମଳାର କାନ୍ତ। ମାଘ ସ୍ନାନ ଧର୍ମ ଯେବେ ଥକାଏ ଶୁଣ କର୍ଣ୍ଣ ପଥେ। 20 ଅଧ୍ୟାୟ ଯହୁଁ ଗଲା 20 ଦିନ କୁଶେ ହେଲା। ଆଉ ରହିଲା 10 ଦିନ ମାସକ ହୋଇବ ସମ୍ପୂର୍ଣ୍ଣ। ଆଉ 10 ଅଧ୍ୟାୟ କହିଲେ ତେବେ ସେ ପୂର୍ଣ୍ଣ ଦେବ ବୋଲେ। ଗ୍ରନ୍ଥ ହୋଇବ ସମାପତ ଶୁଣି ମୁଁ ହୋଇ ବିମୁଖତ। ଉଦ୍ଧବ ମୁଖ ତାହା ଶୁଣି କରୁଣା କଲେ ଚକ୍ରପାଣି। ଶ୍ରୀ ଭଗବାନ ବାଚ ବୋଲନ୍ତି କମଳା ବଲ୍ଲଭ। ଏବେ ତୁ ଶୁଣ ହେ ଉଦ୍ଧବ। ମାଘ ସ୍ନାନରେ ଧର୍ମ ଯେହି ବଚନେ କେ ପାରିବ କହି। ପୂର୍ବେ ଯେ ଦତ୍ତାତ୍ରେୟ ଋଷି ଜାଣନ୍ତି ମାଘ ସ୍ନାନ ଗୀତି। କାର୍ତ୍ତିକ ବ୍ରତ ରାଜନକୁ ସେ ଧର୍ମ କହିଲେ ତାହାକୁ। ଦିଲ୍ଲୀପ ଏ କର୍ମ ଶୁଣିଲେ ତାହାଙ୍କୁ ବିଶିଷ୍ଟ କହିଲେ। ତୁ ମୋତେ ଯହୁଁ ଚିନ୍ତା କଲୁ ତେଣୁଟି ସେ ଧର୍ମ କହିଲୁ। ପାରିଲେ ମାଘ ସ୍ନାନ କର କଳୁଷ ପଙ୍କରୁ ନିସ୍ତର। ନୋହିବ ଯମ ଦର୍ଶନ ଅନ୍ତେ ପାଇବୁ ସ୍ୱର୍ଗେ ସ୍ଥାନ। ଉଦ୍ଧବ ବାଚ ଉଦ୍ଧବ ପୁଣି ପଚାରଇ ଶୁଣ ହେ ପ୍ରଭୁ ଭାବଗ୍ରାହୀ। କି କର୍ମ କଲେ ପ୍ରାଣୀମାନେ ବସନ୍ତି ବୈକୁଣ୍ଠ ଭୁବନେ। ପୁଣି କି କର୍ମ କରି ଥକେ ଅନ୍ତେଣ ପଡ଼ନ୍ତି ନରକେ। ସେ କଥା କହିବ ବୁଝାଇ ଶୁଣିଲେ ପ୍ରତେ ଯିବି ମୋହି। ଶୁଣି ବୋଲନ୍ତି ନାରାୟଣ ଉଦ୍ଧବ ଏକ ମନେ ଶୁଣ। ଯେ ଅବାସ ଜ୍ଞାନୀ ଅଟଇ ହୃଦୟରେ ହିଂସା ନ କରଇ। ପରେ ପ୍ରମାଦ ନ ଚିନ୍ତନ୍ତି ଅସତ୍ୟ ମାର୍ଗକୁ ନ ଯାନ୍ତି। ସେ ପ୍ରାଣୀ ଅବହେଳେ ତରେ ଅନ୍ତେ ବସଇ ସ୍ୱର୍ଗପୁରେ। ଯାହାର କୁଟିଳ ହୃଦୟ ସକଳ ଜୀବରେ ନିର୍ଦ୍ଦୟ। ଅହନ୍ତା ଭାବ ମନେ ରଖି ନ ପାରେ ପର ସିରି ଦେଖି। କରଇ ପରେ ପୀଡ଼ା ମାନ ସତ୍ୟ ନ ଭାସଇ ବଚନ। ଏମନ୍ତ ଭାବେ ଯେଉଁ ନର ବ୍ୟର୍ଥ ଜୀବନ ତାହାର। ପର୍ବତ ସମାନ ସୁବର୍ଣ୍ଣ ସେ ଯେବେ ଦେଇଥିବ ଦାନ। କିଅ ବା ଯଜ୍ଞ କରିଥାଇ ତଥାପି ନରକେ ପଡ଼ଇ। ନିରତେ ପାଇ ଯୁଗ ସାତ ପୁଣି ସେ ହୁଅଇ ମୁକତ। ଅନ୍ଧକୁ ବୁଝା ଛଟା ହୋଇ ମଞ୍ଚେ ଜନ୍ମିବେ ଦେହ ବହି। ପୂର୍ବେ ଅର୍ଜିଲା କର୍ମ ଦୋଷ ସେ ଫଳ ଭୁଞ୍ଜଇ ଅବଶ୍ୟ। ଏକଥା କେବେ ନହେ ଆନ ଉତ୍ତମ ସତ୍ୟ ଏ ବଚନ। ଏମନ୍ତ କୃଷ୍ଣ ମୁଖ ଶୁଣି ଉଦ୍ଧବ ମନେ ମନେ ଗୁଣି। ବିସ୍ମୟ ହୋଇ ନ ରହିଲା ପୁଣି କୃଷ୍ଣଙ୍କୁ ପୁଛିଲା। ବୋଲଇ ପୁଣି ଦେବରାୟ ଏକଥା ଲାଗିଲା ସଂଶୟ। ସଂସାରେ ଛନ୍ତି ଯେତେ ଜନ ସମସ୍ତେ ତ୍ରିଗୁଣେ ବନ୍ଧନ।
ଆହୁରି ଜୀବ ଜନ୍ତୁ ଯେତେ ହିଂସା କରନ୍ତି ସର୍ବଚିତ୍ତେ। ଅହିଂସା ହୋଇ ଅଛି କେହୁ ଯେ ଆଜ୍ଞା ଦେଲେ ମହାବାହୁ। ବୋଲନ୍ତି ହିଂସା କଲା ଲୋକ ଅନ୍ତେ ପଡ଼ଇ ଘୋର ନର୍କ। ସମସ୍ତେ ନର୍କ ପାନ କରି ଜନମ ହୋଇ ଦେହ ଧରି। ଛୋଟାକୁ ବୁଝା ଅନ୍ଧ ହୋଇ ଏଣୁ ସେ ଭ୍ରାନ୍ତି ଯେ ଲାଗଇ। ହିଂସା ତ ଅଛି ସର୍ବଦେହେ ସର୍ବେ ତ ଅନ୍ଧକୁ ଜାନହେ। ଏକଥା କହ ନାଥ ମତେ ଶୁଣିଲେ ଯିବଇ ପରତେ। ହସି କହନ୍ତି ଭଗବାନ କହିବା ତହିଁର ବିଧାନ। ଅନ୍ୟ ହିଂସାକୁ ଅନ୍ୟ ଦୋଷ ବିରୋଧ ଛଇ ଅବଶ୍ୟ। ଯେ ଅବା ବଡ଼ ଦୋଷ କରି ରୋଷେଣ ବିପ୍ରଙ୍କୁ ସଂହାରି। ଲାଗଇ ବ୍ରହ୍ମ ହତ୍ୟା ଦୋଷ ଅପାର କାଳେ ପୁଣି ସେହି ଜାତ ହୋଇ ଅନ୍ଧ ହୋଇ। ଯେ ଅବା ଅହନ୍ତା କରିଣ କରଇ ସ୍ତ୍ରୀ ହତ୍ୟା ପୁଣ। ସେ ପୁଣି ମହାପାପୀ ହୋଇ ପଡ଼ଇ କୁମ୍ଭୀ ପାକେ ଯାଇ। ନରକେ ବେନି ଯୁଗ ଯାଏ ଅନ୍ଧ ହୋଇଣ ଜନ୍ମ ହୁଏ। ତଥନ୍ତେଣ ସେହୁ ପ୍ରାଣୀ ଜନ୍ମରୁ ଛୋଟା ହୁଏ ପୁଣି। ସେ ପ୍ରାଣୀ ଅହଙ୍କାର କରି ପାପ ପୁଣ୍ୟକୁ ନ ବିଚାରି। ଜାଣଇ ସ୍ତମ୍ଭ ନ ଉଚାଟ କରଇ ନାନା ନଟକୁଟ। ଚଣ୍ଡୀ ବେତାଳ ବୀର ପେଶୀ ଗୁପତେ ମନୁଷ୍ୟଙ୍କୁ ଧ୍ୱଂସୀ। ସେ ଲୋକମାନେ ବଡ଼ ଦୋଷୀ ଅନ୍ତେ ହୁଅନ୍ତି ନର୍କବାସୀ। ପୁଣି ଯୁଗର ଅନ୍ତରେ ଶୃଗାଳ ରୂପେ ଜାତ କରେ। ପୋଷଇ ଅନ୍ନ ବସ୍ତ୍ର ଦେଇ ତନୟ ପ୍ରାୟ ଯେ ପୋଷଇ। ପୁତ୍ରକୁ ବୋଲେ ନାମ ବାଛି ତୁ ତାକୁ ନ ବୋଲିବୁ କିଛି। ଏମନ୍ତ ଭାବେ ଯେ ଗୋସାଇଁ ସେ ପ୍ରାଣୀ ବୈକୁଣ୍ଠେ ବସଇ। ଏକଥା ଧ୍ରୁବ ବୋଲି ଜାଣ ବେଦ ପୁରାଣେ ବଖାଣ। ଶୁଣ ତୁ ଆଉ କଥା ଏକ ଯେ ଅବା ଅଟଇ ଧାର୍ମିକ। ବିଷ୍ଣୁରେ ବଢ଼ଇ ଭକତି ଚଞ୍ଚଳନ କରଇ ମତି। ସର୍ବଦା ଅନୁରାଗ ବହେ ଦାରୁଣ ଚିତ୍ତ କେବେ ନହେ। ଯେ ପୀଡ଼ା ମାନ ଅହଙ୍କାର ହୃଦେ ନ ଥାଇ ପରାପର। ସକଳ ଜୀବେ ସମଦୃଷ୍ଟି ନୀରବେ ସାଧୁ ସଙ୍ଗ ଭେଟି। ଅନ୍ତେ ପାଆନ୍ତି ସ୍ୱର୍ଗେ ଠାବ ଏକଥା ସତ୍ୟଟି ଉଦ୍ଧବ। ଯେ ନିତ୍ୟ କର୍ମ ବିପ୍ର ଛାଡ଼ି ନିରତେ ଅବିଦ୍ୟାରେ ପଡ଼ି। ନ କରେ ଯୋଗ ତପମାନ ଲୋଭେଣ ଘେନି ଥାନ୍ତି ଦାନ। ଶ୍ରାଦ୍ଧ ନ କରେ ବେଳ ଜାଣି ହରଇ ଶୂଦ୍ରର ଘରଣୀ। ଅଗ୍ନି କି ପୂଜା ନ କରଇ ଦେବ ପୁରାଣ ନ ଜାଣଇ। ଏମନ୍ତ ଭାବେ ଯେ ବ୍ରାହ୍ମଣ ଚଣ୍ଡାଳ ସଙ୍ଗେ ତାକୁ ଗଣ। 14 ଜନ୍ମ ପର୍ଯ୍ୟନ୍ତେ ନରକେ
ପଡ଼ଇ ସେ ଅନ୍ତେ ଯେ ଅବା କ୍ଷତ୍ରୀ ବୃତ୍ତି କହି ରଣେ ପଶଇ ଆଗ ହୋଇ ନିଃସତ ପ୍ରକୃତି ନ ଧରେ ସମ୍ମୁଖେ ମିଳି ଯୁଦ୍ଧ କରେ ଯୁଝଇ ଆଗ ଭର ହୋଇ କିଅ ବା ଆପणे ମରଇ ଅନେକ ଧର୍ମ ହୋଏଣେ ସ୍ୱର୍ଗେ ବସଇ ତତକ୍ଷଣେ ଶୁଣ ଉଦ୍ଧବ ସତ୍ୟବାଣୀ ସେ ଅବାଧନ ବନ୍ତ ପ୍ରାଣୀ ତାହାକୁ ନିଜ ଜନ ମାନେ ବହୁତ ଆଶା କରି ମନେ କରନ୍ତି ସେ ପ୍ରାର୍ଥନା ଆସି ଦେବା ବୋଲଇ ମିଛେ ହସି ସେ ମାୟା ନ ଜାଣି ମନୁଷ୍ୟ ଭୁଲିଣ ମଲେ ପ୍ରତେ ଆସେ ଯାଚନ୍ତି ସତ୍ୟ ପ୍ରାୟ ମଣି ସେ ମୂଢ଼ ନ ଜାଣଇ ପୁଣି ଅନେକ କରିଥାଇ ଆସ ନ ପାଇ ହୁଅଇ ନିରାଶ ତେଣୁ ଅଶେଷ ପାପ ପାଇ ଅନ୍ତେ ପଡ଼ଇ ନର୍କେ ଯାଇ ଯେ ମାଘ ସ୍ନାନ କରଇ ପାପ ଆତ୍ମାକୁ ଉଦ୍ଧାରଇ ସେ ପ୍ରାଣୀ ମହା ଭାଗ୍ୟବନ୍ତ ତା ଧର୍ମକେ କରିବ ଅନ୍ତ ସକଳ ପାପ ହୋଏ କ୍ଷୟ ଅନ୍ତେ ନ ଥାଏ ଯମ ଭୟ ଯାଇବ ସଇ ସ୍ୱର୍ଗପୁରେ ସୁଖେ ଅମୃତ ଭୋଗ କରେ ଶୁଣ ଉଦ୍ଧବ ହେତୁ କରି ତୋ ଆଗେ କହିଲୁ ବିସ୍ତାରି ଜାଣ ଏ ପୁସ୍ତକର ନାମ ଅଟଇ ମାଘ ମହାତମ ପାମର କୃଷ୍ଣ ଦାସ କହେ 119 ହୁଏ। इति श्री माघ महात्म्य महापुराणे श्रीकृष्ण उद्धव संवादे पाप पुण्य चरित कथने नाम 21 अध्याय 22 अध्याय श्री भगवान वाच कहई प्रभु भगवान शुण उद्धव पाप पुण्य जे अबा धर्म वांछा अर्थे भावना करी थाई चित्ते बोलई कर्म मोर हीन पूर्वे न करी किछि पुण्य तेणुटीए शास्ति पाइली ए जन्मे दरिद्र होइली एबे मो की बुद्धि करिबी केमन्ते संसार उतरिबी देवाकु शक्य मोर नाही कि धर्म आचरिबी मोहि पुणी ही करई विचार कथाए अछि प्रतिकार गोरु को घास देवी नीति तेणु पाइबी सदगति एमंत विचारी मनरे सुरभि ठारे दया करे नाना प्रकार घास पाणी निर्भा करती नित्य आणी पर आपणार न बोली धेनु मुखरे देई मेली एमंत भावे जे दिशई ताहार धर्म केहू पाई खंडई सर्व पाप तार भवसागर होए पार जाइब सई स्वर्गपुरे सुखे अमृत भोग करे शुण उद्धव ज्ञान हेतु तो आगे करिअछि तंतु जे प्राणी ज्ञान मने करे महादेवंक द्रव्य हरे से लोक माने महापापी जमदंडई अंग खेपी
ପୁଣି ତାହାଙ୍କୁ ଘେନି ଯାଆନ୍ତି, ନରକେ ନେଇଣ ପକାନ୍ତି। ବ୍ରହ୍ମାଙ୍କ ଦିବସେ କଯାଏ, ସେ ପ୍ରାଣୀ ନର୍କେ ପଡ଼ିଥାଏ। 400 ଯୁଗ ଗଲେ, ତେବେ ସେ ମୁଖ୍ୟ ହୁଏ ଭଲେ। ଯେ ଲୋକ ଧର୍ମକୁ ବିଚାରି, ଯାଆନ୍ତି ଗଙ୍ଗା ତୀର୍ଥ କରି। ଗଙ୍ଗାରେ ସ୍ନାନ କରଇ, ସେଠାରେ ପିଣ୍ଡ ଦାନ ଦେଇ। ହରଇ ସକଳ ଦୁରିତ, ପୁଣ୍ୟତାକେ କରିବ ଅନ୍ତ। ତାହାର ସତେକ ପୁରୁଷ, ବସନ୍ତି ସ୍ୱର୍ଗରେ ଅବଶ୍ୟ। ଯେ ଗଙ୍ଗା ଯାଇ ନ ପାରିବ, ସେ ପ୍ରାଣୀ ଏମନ୍ତ କରିବ। ସ୍ନାନ କରୁ ଯହିଁ ତହିଁ, ପ୍ରଥମେ ଜଳେ ଉଭା ହୋଇ। ଭାଗୀରଥୀ ଗଙ୍ଗା ବୋଲିଣ, ସ୍ନାନ କରିବ ଡାକିଣ। ଏମନ୍ତେ ଡାକି 3 ବେଳେ, ସ୍ନାନ କରିରେ ବା ଜଳେ। ଗଙ୍ଗା ସ୍ନାନ ଫଳ ପାଇ, ସେ ପ୍ରାଣୀ ମୁକ୍ତ ହୋଇ। ସେ ଅବାର ରବିବାର ଦିନ, ଆମିଷ କରଇ ଭୋଜନ। ସେ ପ୍ରାଣୀ ମହାପାପୀ ହୋଇ, ଅନ୍ତେ ବହୁତ ଦଣ୍ଡ ପାଇ। ଯମପାଦରୁ ପୂଜ ଶୁଣି, ଆପ୍ୟାନ କରେ ସେହୁ ପ୍ରାଣୀ। ବୋଲନ୍ତି ପ୍ରଭୁ ଶ୍ରୀବତ୍ସ, ଏକଥା ନୁହଁ ଏଟି ମିଛ। ଶୁଣ ଉଦ୍ଧବ ଏକ ମନେ, ମଞ୍ଚମଣ୍ଡଳେ ଯେଉଁ ଜନେ। ପାପକୁ ଥାନ୍ତି ଭୟ କରି, ନିରତେ ଥାନ୍ତି ପ୍ରାଣେ ଡରି। କର୍ମ କିରତି ବିଚାରନ୍ତି, କୂପ ପୋଖରୀ ଖୋଳାବନ୍ତି। ଅନେକ ଧର୍ମ ହୋଏ ତାର, ଅନ୍ତେ ବସଇ ସ୍ୱର୍ଗପୁର। ଯେ ବଣ ପ୍ରାଣୀ କାମ ବସେ, ଚିତ୍ତ ବଳାଇ ରତି ରସେ। ଯାହା ସଙ୍ଗତେ କରେ ରତି, ମଦନ ରସେ ଥାଇ ମାତି। ତହିଁ ହୁଅଇ ଦୋଷ ଯେତେ, ସଂକ୍ଷେପୀ କହିବା ତା ତୋତେ। ଆଉ କଥା ଏବେ ଶୁଣ, ବିବେକୀ ଜନଙ୍କର ଗୁଣ। ହିଂସା ବୈରାଗ୍ୟ ହରି ହରି, ସାତ୍ୱିକ ଗୁଣେ କର୍ମ କରି। ତପ କରଇ ଧର୍ମ ଅର୍ଥେ, ଦିଅଇ ଅନ୍ନ ଜଳ ଯେତେ। ବିପ୍ରେ ଦିଅଇ ବହୁ ଦାନ, ତେଣୁ ଲଭଇ ମହାପୁଣ୍ୟ। ଏମନ୍ତ ଭାବେ ଯାଗ କଲେ, ଅନ୍ତେ ଲଭଇ ପୁଣ୍ୟ ଭଲେ। ଏ ଆଦି ପାପ ପୁଣ୍ୟ ଯେତେ, ସବୁ କହିବା ତ ଗ୍ରତେ। ଯେ ବାଉ ଲଗ୍ନ ହୋଇଥାନ୍ତି, ଜଳର ଭିତରେ ପଶନ୍ତି। ମହାପାତ କି ସେହୁ ନର, ବ୍ୟର୍ଥ ସବୁ କର୍ମ ତାର। ଅଳପେ ବହୁ ପାପ ଅଛି, ଯମ ଦିଅଇ ତାକୁ ଶାସ୍ତି। ଏକଥା ଅଟଇ ପ୍ରମାଣ, ସମସ୍ତ ଅଟଇ ଭିଆଣ। ବିଷ୍ଣୁ ଭକତ ଯେଉଁ ଜନ, ମୋ ପାଦେ ନିବେଶଇ ମନ। ପତିତ ନୟ ଅର୍ଥ ପ୍ରାଣ, ସମସ୍ତ ମୋରେ ସମର୍ପିଣ। ମୋ ନାମ ନିତ୍ୟ ହେ ଧରଇ, ମୋ ବିନୁ ଅନ୍ୟ ନ ଜାଣଇ। ମୋ ରୂପ ଦେଖଇ ନୟନେ, ମୋର ମହିମା ଶୁଣେ କର୍ଣ୍ଣେ। 56 କୋଟି ଜୀବ ଠାରେ, ସର୍ବଦା ଉପକାର କରେ। ଏସନ ଭାବେ ଯେଉଁ ଲୋକ, ସେ ପ୍ରାଣୀ ମତ ହୁଁ ଅଧିକ। ନିଷ୍ପାପ ହୋଇ ତାର ଗାତ୍ର,
କଳୁଷ ଛାର କେତେ ମାତ୍ର ସେ ଯମଲୋକକୁ ନ ଯାଇ ଅନ୍ତେଣ ମଙ୍ଗେ ମିଶଇ ଅଶେଷ ମହିମା ମୋହର ମୋତେ ସେବନ୍ତି ସୁର ନର ଉଦ୍ଧବ ମୋର ପାଦେ ସେବ ଅନ୍ତେ ପାଇବୁ ସ୍ୱର୍ଗ ଠାବ ଏରବି ତଳେ ଦେହ ବହି ଯେ ହରି ନାମ ନ ଭାବଇ କର୍ଣ୍ଣେ ନ ଶୁଣେ ମୋର ଗୀତ ନ କରେ ଏକାଦଶୀ ବ୍ରତ ତାହାକୁ ମନୁଷ୍ୟ ନ ଗଣ ଜୀବ ଥିବାର କାରଣ ସେ ପ୍ରାଣୀ ରାକ୍ଷସର ସରି ନ ପାରେ ଭବ ଜଳୁ ତରି ବହୁତ ଯମଦଣ୍ଡ ପାଇ ପଡ଼ଇ ଘୋର ନର୍କେ ଯାଇ ଆହୁରି କଥାଏ କହିବା ଯେ କରେ ତୁଳସୀଙ୍କ ସେବା ତା ପୁଣ୍ୟ କେ କରିବ ଲେଖା ବିଷ୍ଣୁ ହୁଅନ୍ତି ତାର ସଖା ତୁଳସୀ ଥାଇ ଯେଉଁଠାରେ ତୀର୍ଥେ ବସନ୍ତି ସେ ସ୍ଥାନରେ ତୁଳସୀ ଠାରେ ମୋର ଶ୍ରଦ୍ଧା ପ୍ରତ୍ୟକ୍ଷେ ଅଟଇ ସେ ସିଦ୍ଧା ତୁଳସୀ ବନେ ବାସ ମୋର କ୍ଷଣେ ହେନୁ ହଇ ଅନ୍ତର ତୁଳସୀ ମୂଳେ ଗଙ୍ଗା ଥାଇ ଶାଖାର ଅଗ୍ରେ ବିଜେ ମୁହିଁ ପତ୍ରେ ସକଳ ଯଜ୍ଞେ ଥାନ୍ତି ଜଟାରେ ଈଶ୍ୱର ପାର୍ବତୀ ଯେ ଭାବଟଇ ସେ ତରୁ କେତା ମହିମା ଅନ୍ତ କରୁ ଯେ ଅବା ଧର୍ମ ବାଞ୍ଛା କରି ପ୍ରଭାତ ନିତ୍ୟ କର୍ମ ସାରି ତୁଳସୀ ଦେବୀଙ୍କି ସେବଇ ପୂଜାର ନାନା ଦ୍ରବ୍ୟ ଦେଇ ସେ ବୃକ୍ଷେ ଯେତେ ପତ୍ରାବଳୀ ବିନା କାରଣେ ଯେବା ତୋଳିବ କାରଣେ ଅନେକ ଦୋଷ ହୋଏ ତେଣେ ତୋଳିବ ବିଷ୍ଣୁ ପ୍ରୀତି ଅର୍ଥେ ବିରୋଧ ନ ଲାଗଇ ଏଥେ ବୃକ୍ଷ ନ ଛୁଇଁ ରାତ୍ର କାଳେ ଅବଜ୍ଞାନ କରିବ ତିଳେ ଏ ଆଦି ବିଧି ମତେ ଯେତେ ଅର୍ଚ୍ଚନା କରି ଦୃଢ଼ ଚିତ୍ତେ ଏହି ପ୍ରକାରେ ପ୍ରତିଦିନ ତୁଳସୀ ପୂଜେ ଯେଉଁ ଜନ ଯେତେ ପାତକ କରିଥିଲେ ଖଣ୍ଡଇ ତୁଳସୀ ସେବିଲେ ଦୋଚାରି ହୋଇଥିଲେ ସ୍ତ୍ରୀ ତୁଳସୀ ସେବିଲେ ନିସ୍ତରୀ ବୈକୁଣ୍ଠେ ବସଇ ନିଶ୍ଚୟ ଏକଥା କେବେ ଆନ ନହେ ତୁଳସୀ ଦେବୀଙ୍କ ମହିମା ଅନ୍ତନ ପାନ୍ତି ବେଦ ବ୍ରହ୍ମା ଯହିଁ ତୁଳସୀ ଥାଇ ଜାଣ ତହିଁ ବିଜୟ ନାରାୟଣ ନିମିଷେ ନ ପାରଇ ମୂର୍ଚ୍ଛି ତାଜ ସଙ୍ଗେ ବହି ଅଛି ସେ ପତ୍ର ଯଦି ନ ପଡ଼ଇ ସେ ଦ୍ରବ୍ୟ ମେଧ୍ୟଟଇ ମୁଁ ତାହା ନ କରଇ ଗ୍ରାସ ଅମେଧ୍ୟ ଦ୍ରବ୍ୟ ମୋତେ ବିଷ ଥୋକାଏ କଥା ନ ଜାଣନ୍ତି ତୁଳସୀ ଦ୍ୱାରେ ନ ଥାପନ୍ତି ରୋପିଣ ନ ଦିଅନ୍ତି ପାଣି ଧର୍ମ ନ କରନ୍ତି ସେ ପ୍ରାଣୀ ବସ୍ତ୍ର ପାଲଟି ନ ପୂଜନ୍ତି ବ୍ୟର୍ଥେ ପତ୍ରକୁ ଛିଣ୍ଡାନ୍ତି କରନ୍ତି ନାହିଁ ସେବା ଧର୍ମ ସେ ଲୋକ ମହାପାପୀ ସମ ତୁଳସୀ ଠାରେ କଲେ କାୟା ସେ ପ୍ରାଣୀ ମୋହର ଦୋରେହା ତାହାଙ୍କୁ ନାହିଁ ସଦଗତି ଅନ୍ତେ ଅନେକ ଦଣ୍ଡ ପାନ୍ତି ଏକଥା କେ କରଇଆନ ଧ୍ରୁବ ଏ
ମୁଖ ବଚନ। ଉଦ୍ଧବ ଏବେ ହେତୁ କର, ତୁଳସୀ ସେବିଣ ନିସ୍ତର। ତୁଳସୀ ବଲ୍ଲଭ ଚରଣେ, ପାମର କୃଷ୍ଣ ଦାସ ଭଣେ। ଉଦ୍ଧବ କହିଲେ ମୁରାରୀ, ଏ ଅନେଶତ ପଦ୍ମସରୀ। ଇତି ଶ୍ରୀ ମାଘ ମହାତ୍ମ୍ୟ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ପାପ ପୁଣ୍ୟ ଚରିତ କଥନେ ନାମ ଦ୍ୱାବିଂଶ ଅଧ୍ୟାୟ। ତ୍ରୟୋବିଂଶ ଅଧ୍ୟାୟ। ଶ୍ରୀ ଭଗବାନ ବାଚ, କହନ୍ତି ପ୍ରଭୁ ଆଦି କନ୍ଦ। ଶୁଣ ଉଦ୍ଧବ ଭଲ ମନ୍ଦ, ଅନେକ ପୁଣ୍ୟ କରି ପୂର୍ବେ। ମାନବ ଦେହ ପାଇ ଏବେ, ଦୁର୍ଲଭ ମନୁଷ୍ୟ ଶରୀର। ଜୀବଙ୍କ ମଧ୍ୟେ ଅତିସାର, ଏ ଦେହେ ସମସ୍ତ ଜାଣଇ। ମାୟାରେ ପଡ଼ି ଭ୍ରମୁ ଥାଇ, ସୁକର୍ମ ଅଟଇ ଯାହାର। ମିଳଇ ଅମୃତ ଆହାର, ସୁଗନ୍ଧ କର୍ପୂର ଚନ୍ଦନ। ଅଙ୍ଗରେ କରଇଲେ ପନ, ପରିଧାବନ ପୀତବାସ। କେଶେ ରଞ୍ଜଇ ଦିବ୍ୟ ରସ, ଗୀତ ନୃତ୍ୟରେ ଭୋଳମତି। କାମିନୀ ସଙ୍ଗେ ଥାଇ ମାତି, ଧନ ସଞ୍ଚୟ ଦେଇ ମନ। କିଛି ହୀନ କରଇ ପୁଣ୍ୟ, ମୋତେ ଭଜିଣ ନ ପାରଇ। ଗନ୍ଧର୍ବ ପ୍ରାୟ ଭ୍ରମୁ ଥାଇ, ଏମନ୍ତ ଭାବେ ଯେଉଁ ଜନ। ବିଫଳ ତାହାର ଜୀବନ, ଅନ୍ତେ ପଡ଼ଇ ତମ ଘରେ। ଜନ୍ମଇ 84 ଯୋନିରେ, ଯେ ଅବା ଦରିଦ୍ର ଅଟଇ। ତାହାକୁ କ୍ଷଣେ ସୁସ୍ଥ ନାହିଁ, ନ ମିଳେ ଅନ୍ନ ବସ୍ତ୍ର ଧନ। ନିରତେ ଭ୍ରମୁ ଥାଇ ମନ, କୁଟୁମ୍ବ ପୋଷିବାର ଆସେ। ଭାଳଇ ରଜନୀ ଦିବସେ, ମୋ ନାମ ନ ଧରଇ ମୁଖେ। ଦିନ ବଞ୍ଚଇ ସୁଖେ ଦୁଃଖେ, ଦେବାକୁ ନ ଥାଇ ଶକତି। ବୀର ସେ ଖେଦ କରେ ମତି, ଏମନ୍ତ ଭାବେ ଯେଉଁ ଜନ। ସେ ପ୍ରାଣୀ କରିବ କେଶନ, କଥାଏ ଅଛି ପ୍ରତିକାର। କହିବା ତହିଁର ବିଚାର, ସେ ଯେବେ ମନ୍ତ କରିବ। ଧର୍ମ କୀରତି ବିଚାରିବ, ରୋପି ପାରିଲେ 5 ବର। ତେବେ ହୋଇବ ସବୁ ପାର, ନହିଲେ ଅନ୍ୟ ପାର ନାହିଁ। ସ୍ୱରୂପ କହୁଅଛି ମୋହି, ଉଦ୍ଧବ ବାଚ। ଉଦ୍ଧବ ଯୋଡ଼ିବେନି ପାଣି, କୃଷ୍ଣଙ୍କୁ ପଚାରଇ ପୁଣି। ହେ ପ୍ରଭୁ 5 ବର କି, ମୋତେ ତା କହିବା ସଂକ୍ଷେପୀ। ହସି କହନ୍ତି ଦୟାନିଧି, କହିବା 5 ବର ବିଧି। ବଟ ଅଶ୍ୱତ୍ଥ ବୃକ୍ଷ 2, ରୋପିଲେ ଭଲ ସ୍ଥାନେ ଦେଇ। ତିନ୍ତୁଳି 10 ବୃକ୍ଷ ନେଇ, ସେଠାରେ ନେଇ ଲଗାଇବ। ନିମ୍ବର ବୃକ୍ଷେ କନେଇଣ, ରୋପିବ ଯତନ କରିଣ। ଅଁଳା 3 ବୃକ୍ଷ ନେଇ, ଯତନେ ଲଗାଇବ ତହିଁ। ଆବର ବେଲ ବୃକ୍ଷ 3, ସେଠାରେ ଲଗାଇବ ପୁଣି। ଏହାକୁ ବୋଲି 5 ବର, ପେଡ଼ି କହିଲେ ଚକ୍ରଧର। ଏତେ ବୃକ୍ଷକୁ ଠୁଳ କରି, ଯଦ୍ୟପି ଲଗାଇଣ ପାରି।
ରୋପିବ ହେଳା ନ କରିବ, ଅନେକ ଯତ୍ନେ ପାଳିଥିବ। ଯଜ୍ଞ କରିଣ ଫଳ ଯେତେ, ବୃକ୍ଷ ରୋପିଲେ ଫଳ ତେତେ। ସକଳ ଦୁରିତ ନାଶଇ, ସେ ପ୍ରାଣୀ ବୈକୁଣ୍ଠେ ବସଇ। ଏତେକ କରି ନ ପାଇଲେ, ଆଉ କଥାଏ ଶୁଣ ଭଲେ। ବଟ ଅଶ୍ୱତ୍ଥ କିବା ଥିବ, ବୃକ୍ଷ ଗୋଟିଏ ଘେନିଯିବ। ନେଇ ରୋପିବ ବଟ ପାଶେ, ଯତ୍ନ କରିବ ଧର୍ମ ଆସେ। ତେଣୁ ଥୋକାଏ ଧର୍ମ ହୋଇ, ଅନ୍ତେ ଯମକୁ ନ ଭେଟଇ। ଏ କଥା କେବେ ନୁହେଁ ମିଛ, ପାରିଲେ ଲଗାଅ ତୁ ବୃକ୍ଷ। ବୃକ୍ଷ ରୋପିଲେ ଯେତେ ଫଳ, ତୋ ଆଗେ କହିବା ସକଳ। କେ ଅବା ମୂର୍ଖ ପଣ କରି, ଧର୍ମ ଧର୍ମ ନ ବିଚାରି। ଅମାବାସ୍ୟା ସଂକ୍ରାନ୍ତି ଦିନ, ତୈଳ ଘେନନ୍ତି ଯେ ପୁଣ। ଏଥେ ଯେ ଭକ୍ଷ ଆମିଷ, ତେଣେ ଲଭନ୍ତି ମହାଦୋଷ। ସେ ଲୋକମାନେ ମନ୍ଦ ଭାଗୀ, ହୁଅନ୍ତି ଆର ଜନ୍ମେ ରୋଗୀ। ଏ କଥା ନୁହେଁ ଆନ କରି, ଉଠିବ ଥାଅ ମନେ ଧରି। ଏକ କଥାଏ ଏବେ ଶୁଣ, କହିବା ଶାଳ ଗ୍ରାମ ଗୁଣ। ଶାଳ ଗ୍ରାମ ଥାଇ ଯେ ଘରେ, ତାହା ଯେ ନିତ୍ୟ ପୂଜା କରେ। ଆପଣେ ପୂଜଇ ପୂଜାଇ, ଅର୍ଚ୍ଚନା ପୂଜା କରୁଥାଇ। ସେ ଗୃହ କରଇ ପବିତ୍ର, ଆରୋଗ୍ୟ ହୁଏ ତାର ଗାତ୍ର। ବହୁତ ଧନ ଜନ ହୋଇ, ଯାହା ବାଞ୍ଛିତ ତାହା ପାଇ। ଅନ୍ତେ ବସଇ ସ୍ୱର୍ଗ ଆଳ, ଶାଳ ଗ୍ରାମର ଏତେ ଫଳ। କେ ଅବା ଖାଇବା ଲୋଭେ, ଆମିଷ ଲୋଭ ମନ ସାଧେ। ମୃଗ ବରାହ ରୋହି ମୀନ, ସରାଗେ ଭକ୍ଷନ୍ତି ଏମାନ। ସେ ପ୍ରାଣୀ ଚଣ୍ଡାଳରେ ସରି, ତା ଦୋଷ କହିଲେ ନ ସରି। ଅନ୍ତରେ ନାହିଁ ତାର ସୁସ୍ଥ, ଯମଦଣ୍ଡକୁ ଅପ୍ରମିତ। ଯେ ଅବା ଜ୍ଞାନବନ୍ତ ଜନେ, ଧର୍ମ ବାଞ୍ଛିତ କରେ ମନେ। ଉତ୍ତମ ବିପ୍ରଙ୍କୁ ଦେଖିଣ, ପତିତ ହୋଇ ତା ପାଦେଣ। ଦିଅଇ ଅଧ ମୁଖ ଦାନ, ତେଣେ ଲଭଇ ମହାପୁଣ୍ୟ। ଉତ୍ତମ ଗତି ପାଇଅନ୍ତେ, ବୈକୁଣ୍ଠେ ବସଇ ନିଶ୍ଚିନ୍ତେ। ବୋଲନ୍ତି ପ୍ରଭୁ ଭାବଗ୍ରାହୀ, ଆହୁରି କଥା ଏ ଅଛଇ। ତୋ ଆଗେ କହିବା ବିସ୍ତାରି, ଶୁଣ ତୋ ମନ ସ୍ଥିର କରି। ଦେବା ଯାହାକୁ ଆଶା କରେ, କରଇ ପ୍ରାର୍ଥନା ତାହାରେ। ଦାତା ଯେ ଦେବା କରିଥାଇ, ତାହାର ଦେବା ଯେ ଭାଙ୍ଗଇ। ସେ ଲୋକ ମହାପାପୀ ହୁଏ, ଅନ୍ତେ ଦଣ୍ଡଇ ଜନ୍ତୁରାଏ। କୋଟିଏ ଜନ୍ମ ପାପୀ ସେହି, ନରକେ ପଡ଼ିଥାଏ ଯାଇ। ଅପାର କାଳେ ମୋକ୍ଷ ହୁଏ, ଏ କଥା କେବେ ଆନ ନୁହେଁ। ଯେ କରେ ଏକାଦଶୀ ବ୍ରତ, ମୋ ପାଶେ ନିବେଶିଣ ଚିତ୍ତ। ଜଳ ହିଁ ଆହାର ନ କରେ, ମୋ ନାମ ହୃଦ
পদ্ম ধরে অনিদ্রা হেব রাত্র কাଳେ নয়ন বুজিব ঢাଳେ হেমন্ত ভাবে কলে ব্রত বৈকুণ্ঠ ହୋଇ ପ୍ରାପତ ଏ କଥା ମୂଢ଼େ ନ ଜାଣନ୍ତି ଥୋକାଏ ମୂଢ଼ ପଣେ ଥାନ୍ତି କହନ୍ତି ମନ ହରବାନା ମନା ମନ କରି ଭଜନା ନାନା ବାଣିଜ୍ୟ କରିଥାନ୍ତି ଧନ ଅର୍ଜନେ ଦିନ ନିଅନ୍ତି ଅନେକ କୂଟ ଛନ୍ଦ କରି ଝଗଡ଼ି ହୋଇ ନ ସେ ମରି ଏଣେ ବହୁତ ଦୋଷ ହୋଇ ଏ ଭବୁ କରି ନ ପାରଇ ଅନ୍ତେ ଦଣ୍ଡଇର ବିଶେଷ ନରକେ କରଇ ପ୍ରବେଶ ଶୁଣ ଉଦ୍ଧବ ଏକ ଚିତ୍ତେ ଦାନ ଦିଅନ୍ତି ଧର୍ମ ଯେତେ ମକର ମାସ ହୋଇଥିବ ଉତ୍ତମ ବିପ୍ରକୁ ଆଣିବ ତାହାକୁ ଦେବ ଭୂମି ଦାନ ଆହୁରି ଦାନେ ସୁବର୍ଣ୍ଣ ଅନ୍ନବସନ ମାଘ ତିଳ ଏ ପଞ୍ଚଦ୍ରବ୍ୟ କରି ଠୋଳ ସଂକଳ୍ପ କରି ଶୁଦ୍ଧ ଚିତ୍ତେ ଯଦ୍ୟପି ଦେବ ବିପ୍ରହସ୍ତେ ଅଶେଷ ମହିମା ତାହାର କିଞ୍ଚିତେ ଭବ ହୁଏ ପାର ଯମ ଦର୍ଶନ ତାର ନାହିଁ ଯାଇଣ ସ୍ୱର୍ଗରେ ବସଇ ବୋଲନ୍ତି କମଳାର ମଣ ସଂସାରେ ଗୃହବାସୀ ହୋଇ ଯାହାର ଥାଏ ଗୋରୁ ଗାଈ ଗୋରୁଙ୍କ ଠାରେ ଦୟା ଥିବ ନିର୍ଦ୍ଦୟପଣ ନ କରିବ ବାହିବ ବେଳ ପାଞ୍ଚ ଘଡ଼ି ତହିଁ ଅନ୍ତରେ ଦେବ ଛାଡ଼ି ଆଉ ତେଣିକି ନ ବାହିବ ବାହିଲେ ଅପରାଧ ପାଇବ ଗୋରୁଙ୍କ ପୀଡ଼ା କଲା ଦୋଷ ତେଣୁଟି ଯାଇ କ୍ଷୟ ବଂଶ ଯଦ୍ୟପି ଗୋରୁ ହଜିଥିବ ସେଦିନ ନ ଭୁଞ୍ଜିବ ଖୋଜିବ 3 ଦିନ ଯାଏ ଯଦ୍ୟପି ଖୋଜିଲେ ନ ପାଏ ତାହାକୁ ନ ଲାଗଇ ଦୋଷ ସେ ପ୍ରାଣୀ ବିବେକୀ ପୁରୁଷ ଯେବେ ନ ଖୋଜେ 3 ଦିନ ସେ ପ୍ରାଣୀ ଚଣ୍ଡାଳ ସମାନ ସକଳ ଧର୍ମ ନାଶ ଯାଇ ଅନ୍ତେ ବହୁତ ଶାସ୍ତି ପାଇ ଜ୍ଞାନେ ଅଜ୍ଞାନେ ଯେଉଁ ଜନ ଅର୍ଜନ୍ତି ନାନା ପାପ ମାନ ନ ଯାଇ ଯେବେ ଦାନ ଦେଲେ ଖଣ୍ଡଇ ମାଘ ସ୍ନାନ କଲେ ଉଦ୍ଧବ ଶୁଣ ମୋ ଉତ୍ତର ଏବେ ତୁ ମାଘ ସ୍ନାନ କର ପାମର କୃଷ୍ଣ ଦାସ କହେ ସରି ହୋଇଲା ପଦଶଏ ଉଦ୍ଧବ କୃଷ୍ଣ ଚରଣର ସେ ପାଦେ ଲାଗୁ ମୋର ଶିର। इति श्री माघ महात्म्ये महापुराणे श्रीकृष्ण उद्धव संवादे पाप पुण्य कथने नाम 23 अध्याय।